ରକ୍ଷାବନ୍ଧନ ପାଇଁ ଯବାନଙ୍କୁ ରାକ୍ଷୀ ପଠାଇଲେ ସ୍ୱାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ। ଭବାନୀପାଟଣା ତାରିଖ 1-8-2025 ସ୍ଥାନୀୟ ତାରିଣୀ ମନ୍ଦିର ରୋଡ୍ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ରକ୍ଷାବନ୍ଧନ ଉପଲକ୍ଷେ ଭାରତୀୟ ଯବାନମାନଙ୍କ ପାଇଁ ଶତାବ୍ଦୀକ ରାକ୍ଷୀ ଡାକ ଯୋଗେ ଆର୍ମି ହେଡ୍କ୍ୱାର୍ଟର ଦିଲ୍ଲୀକୁ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ପ୍ରେରଣ କରାଯାଇଛି। ରାକ୍ଷୀ ଶକ୍ତି, ବିଶ୍ୱାସ ଏବଂ ବିଜୟର ପ୍ରତୀକ। ଦେଶର ସୁରକ୍ଷା ଯବାନ କରୁଥିବା ବେଳେ ଏହି ରାକ୍ଷୀ ଯବାନଙ୍କ ମନୋବଳ ବଢ଼ାଇବା ସହ ଭାଇଚାରାର ବାର୍ତ୍ତା ସମାଜକୁ ଦେବ ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡକ୍ଟର ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ବରିଷ୍ଠ ଶିକ୍ଷାବିତ୍ ବ୍ରହ୍ମାନନ୍ଦ ସାମଲ, ମୁକୁନ୍ଦ ରେଡ୍ଡି ଓ ସମାଜସେବୀ ସୁତମ କୁମାର ନାୟକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସ୍କୁଲର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର ସଭା ପରିଚାଳନା ଓ ଶିକ୍ଷକ ଦୁଲେଶ୍ୱର ଶବର, ଧନବନ୍ତ ବେମାର, ବୃଷଭ ଦାସ ସହଯୋଗ କରିଥିଲେ ଓ ଶିକ୍ଷୟିତ୍ରୀ ପ୍ରିୟଙ୍କା ମହାରଣା ଧନ୍ୟବାଦ ଦେଇଥିଲେ। କଳାହାଣ୍ଡିରୁ ଡମ୍ବୁଧର ଭୋଇଙ୍କ ରିପୋର୍ଟ, ସମ୍ବିଧାନ ନ୍ୟୁଜ୍।